जय श्री जगन्नाथ भाई मैंने सर्वप्रथम गुरुदेव गणपति ଏବଂ ଜଗନ୍ନାଥଙ୍କୁ ପ୍ରଣାମ କରି ଆଜି ଆମେ ଆମର ପଞ୍ଚାଙ୍ଗ ସେସନ କୁ ଆଗକୁ ବଢେଇବା। ପଞ୍ଚାଙ୍ଗ ସେସନ କ୍ରମରେ ଆମେ ତିଥି ନନ୍ଦା ତିଥିର କୋଉ କୋଉ କର୍ମ କରାଯିବ ସେ ବିଷୟରେ ଆଲୋଚନା ରଖିଥିଲେ। ଆଜି ଆମେ ଭଦ୍ରା ତିଥି ବିଷୟରେ ପଢିବା କି ଭଦ୍ରା ତିଥି କଣ, ଭଦ୍ରା ତିଥିରେ କୋଉ କୋଉ ଆମ କରିବା ଉଚିତ ତା ବିଷୟରେ ଗୋଟେ ଗୋଟେ ବ୍ରିଫ ଡିସ୍କ୍ରିପସନ ନବା। ଏଇଗୁଡାକ ବହୁତ ଛୋଟ ଛୋଟ ଭିଡିଓ, ଏଇ ଛୋଟ ଛୋଟ ଭିଡିଓ ଗୁଡାକୁ ଆପଣ ମାନେ ଭାବୁଥିବେ ବୋରିଂ ହେଇପାରେ, ବଟ ଏଟା ଯଦି ପଞ୍ଚାଙ୍ଗଟା ବହୁତ ହି କ୍ରୁସିଆଲ ପାର୍ଟ, ପଞ୍ଚାଙ୍ଗ ଉପରେ ସବୁ କିଛି ଜାରି ରହେ। ଯଦି ଆପଣ ପଞ୍ଚାଙ୍ଗକୁ ବୁଝିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ବହୁତ ହି ମେହନତ ଲାଗିବ। ଆଉ ଏମିତି ନାହିଁ କି ସମସ୍ତେ ସବୁ କିଛି ମନେ ରଖିଦେବେ, ବଟ ଗୋଟେ ବ୍ରିଫ ଆଇଡିଆ ରହିଲେ ଯେତେବେଳେ ଆପଣ ଇଣ୍ଟରନେଟ ତଥା ଦେଖିକି ଗୁଡ ମାନେ ଅସ୍ପିସିୟସ ଟାଇମ ମାଙ୍ଗଳିକ ସମୟ ବାହାର କରିବେ, ସେଥିରେ ସେଟା ଆପଣଙ୍କୁ ହେଲ୍ପ କରିବ। ତ ସେଇ କ୍ରମରେ ଆଜି ଆମେ ଭଦ୍ରା ତିଥିର କୃତ କର୍ମ ବିଷୟରେ ପଢିବା। ଭଦ୍ରା ତିଥିରେ କୋଉ କୋଉ କର୍ମ ରହେ ଏବଂ ଭଦ୍ରା ତିଥି କାହାକୁ କାହାକୁ ନେଇ ଗଠିତ, କୋଉ କୋଉ ତିଥିକୁ ନେଇ ଗଠିତ ଏବଂ ସେ ବିଷୟରେ ଆମେ ଡେଲି ପଢିବା। ତ ଚାଲନ୍ତୁ ଆରମ୍ଭ କରିବା। ଆମେ ଆଜି ପଢିବା ଭଦ୍ରା ତିଥିରେ କରଣୀୟ କର୍ମ। ଆମେ ଭଦ୍ରା ତିଥି ସର୍ବପ୍ରଥମେ ଜାଣିବା, ଆମେ ଭଦ୍ରା ତିଥି କାହାକୁ କୁହେ। ହୁଁ ତିଥିର ଡିଭିଜନ ରେ ଭଦ୍ରା ତିଥି ଅଣ୍ଡରରେ ତିନିଟା ତିଥି ଆସେ। କଣ ଆସେ ନା ଦ୍ଵିତୀୟା, ଆଉ କଣ ଆସେ ସପ୍ତମୀ, ଆଉ କଣ ଆସେ ଦ୍ୱାଦଶୀ। ହୁଁ ପ୍ରତ୍ୟକ୍ଷ। ଏଇ ତିନିଟା ତିଥି ଆମର ଭଦ୍ରା ତିଥି ଅଣ୍ଡରରେ ଆସେ। ଆଜି ଆମେ ଜାଣିବା ଏଇ ଭଦ୍ରା ତିଥିରେ କଣ କଣ କରିବାକୁ ହୁଏ। ମୁଁ ସର୍ବପ୍ରଥମେ କହି ରଖେ, ଦ୍ଵିତୀୟ ତିଥିର ଯିଏ ହେଡ ହଉଛନ୍ତି ସିଏ ହଉଛନ୍ତି ବ୍ରହ୍ମା। ଦ୍ଵିତୀୟ ତିଥିର ଯିଏ ଅଧିପତି ହଉଛନ୍ତି ସେ ହଉଛନ୍ତି ବ୍ରହ୍ମା। ସପ୍ତମୀ ତିଥିର ଭଗବାନ ସୂର୍ଯ୍ୟ, ଦ୍ୱାଦଶୀ ତିଥିର ହଉଛନ୍ତି ଭଗବାନ ବିଷ୍ଣୁ ଅଧିପତି। ଭଦ୍ରା ତିଥି ବହୁତ ହି ଅସ୍ପିସିୟସ ତିଥି। ଏଥିରେ ସବୁ କଣ କଣ କରାଯାଏ ନା ବିବାହ, ଯାହାକି ଆମର ଷୋଡଶ ସଂସ୍କାର ଭିତରୁ ସବୁଠୁ ଇମ୍ପୋର୍ଟାଣ୍ଟ ସଂସ୍କାର। ଯଜ୍ଞ ପୀବିତ, ଯାହାକୁ ଆମେ କହୁ ବ୍ରତ ଘର। ଖାଲି ଭୁଲ ହଉଛି ପବିତ, ଯଜ୍ଞୋପବୀତ, ଯାତ୍ରା ମାନେ ଯୋଉ ଟ୍ରାଭେଲିଂ କୋଉ କୋଉଠୁ କୋଉ ଯାଏଁ ହୁଏ, ଆଭୂଷଣ ବନେଇବା, ନେକଲେସ ମେକିଂ, କାରିଗରୀ କଳା ଶିଖିବା, ହାତୀ, ଘୋଡା, ରଥ ପାଇବା ଏବଂ ସେଥିରେ ବସିବା। ଏଇ ସବୁ ଇମ୍ପୋର୍ଟାଣ୍ଟ କାମ ଭଦ୍ରା ତିଥିରେ ହୁଏ। ଯଦି ଆମେ ମଡର୍ନ ଡେ ଇଣ୍ଟରପ୍ରିଟେସନ କରିବା, ବିବାହ ମଡର୍ନ ଡେ ରେ କିଛି ଚେଞ୍ଜ ହେଇନି। ମ୍ୟାରେଜ ମଡର୍ନ ଡେ ରେ ବିବାହ ହିଁ ଅଛି। ଯଜ୍ଞୋପବୀତ ମାନେ ଯୋଉ ପଇତା, ସେଟା ତ ଆଗରୁ ସ୍ତ୍ରୀ ଜାତିର ଥିଲା। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟର ଯଜ୍ଞୋପବୀତ ଥିଲା, କିନ୍ତୁ ବୈଶ୍ୟ କ୍ଷତ୍ରିୟ ଆଉ ବୈଶ୍ୟ ଧୀରେ ଧୀରେ ଭୁଲିଗଲେଣି। ଏଇଟା କେବଳ ବ୍ରାହ୍ମଣ ମାନଙ୍କ ପାଖରେ ସୀମିତ ହେଇକି ରହିଛି ଏବଂ ବ୍ରାହ୍ମଣ ମାନେ ବି ଆଜିକାଲି ଏହାର ମର୍ଯ୍ୟାଦା ରଖୁନାହାନ୍ତି, ଯୋଉଥିପାଇଁ ସୋସାଇଟିରେ ଡିଜେନେରେସନ ଚାଲିଛି। ଏଇ ଯଜ୍ଞୋପବୀତ ବହୁତ ମହାନ ସଂସ୍କାର। ଏଇ ସଂସ୍କାର ଦ୍ଵାରା ମଣିଷ ଦ୍ୱିଜତ୍ୱ ଲାଭ କରେ। ଏଇ ସଂସ୍କାରକୁ ପାଳନ କରି ଚାଲିଲେ ଏଇ ବିବାହ ପବିତ୍ର ଯାତ୍ରା, ଟ୍ରାଭେଲିଂ, ନେକଲେସ ବନେଇବା, ନେକଲେସ ମେକିଂ ବା ନେକଲେସ କିଣିବା, କାରିଗରୀ କଳା କିଛି ନୂତନ ଜିନିଷ ଶିଖିବା,
ହାତୀ ଘୋଡା ରଥ ଚଲାଇବା ଏବଂ ସେଥିରେ ବସିବା, ଏଇଟା କହିବାର ତାତ୍ପର୍ଯ୍ୟ ହେଲା ଆଜି ମଡର୍ନ ଡେ ର ଇଣ୍ଟରପ୍ରିଟେସନ ଏଇଟାକୁ ଜେନେରାଲି ଟ୍ରାଭେଲିଂ ସହିତ ଆପଣ ଯୋଡୁଛନ୍ତି। ଠିକ ଅଛି ନା, ଏନି ଟ୍ରାଭେଲିଂ ବାଇ ଏନି ମିନ୍ସ, ଠିକ ଅଛି, ବାଇ ଦ୍ୱାରା ତିଥି ଶୁଭ। ଆଜିର ଏଇ ସେସନରେ ଆମେ ଜାଣିଲେ କୋଉ କୋଉ କାମ କରିବାକୁ ପଡେ ଭଦ୍ରା ତିଥିରେ, କୋଉ କୋଉ କାମ କଲେ ଶୁଭ, ଭଦ୍ରା ତିଥି କୋଉ କୋଉ ତିଥି ମାନଙ୍କୁ ନେଇ ଗଠିତ, ଏବଂ ସେ ତିଥିର ଦେବତା ମାନେ କିଏ ସେ, ଏବଂ ସେ ତିଥିରେ କୋଉ କୋଉ କର୍ମ କଲେ ଶୁଭ ହୁଏ। ସେଥିରେ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ରହିଗଲା, ବର୍ତ୍ତମାନ ମୁଁ ସେଇଟା ଆପଣ ମାନଙ୍କୁ ଭଲସେ ବୁଝିବାକୁ ଯାଉଛି। ସେ ଇମ୍ପୋର୍ଟାଣ୍ଟ ଜିନିଷଟା କଣ? ସେ ଇମ୍ପୋର୍ଟାଣ୍ଟ ଜିନିଷଟା ହେଲା ଇୟା ଯେ ଆପଣ ମାନେ ଭଦ୍ରା ତିଥିର ଯୋଉ କରଣୀୟ କର୍ମ ଅଛି, ଏଇ ଦ୍ଵିତୀୟା ଟା ଶୁକ୍ଳ ପକ୍ଷ ଦ୍ଵିତୀୟା କି କୃଷ୍ଣ ପକ୍ଷ ଦ୍ଵିତୀୟା ଭାଇ? ରାଜ ବାବୁ, ଶୁକ୍ଳ ପକ୍ଷ ଦ୍ଵିତୀୟାରେ ଏତେ ବେଷ୍ଟ ନୁହଁ, ଏତେ ବେଷ୍ଟ ନୁହଁ, କୃଷ୍ଣ ପକ୍ଷ ଦ୍ଵିତୀୟା ଭଲ ଶୁଭ। ସପ୍ତମୀଟା ବହୁତ କୃଷ୍ଣ ପକ୍ଷ ଓ ଶୁକ୍ଳ ପକ୍ଷ ପାଇଁ ଶୁଭ, ଦ୍ୱାଦଶୀଟା କେବଳ ଶୁକ୍ଳ ପକ୍ଷ ପାଇଁ ଶୁଭ। ତ ଆଜିର ସେସନରେ ଆମେ ପକ୍ଷ ଜ୍ଞାନ ଏବଂ ଅସ୍ପିସିୟସ୍ ତିଥି, ଭଦ୍ରା ତିଥିରେ ଅସ୍ପିସିୟସ୍ ୱାର୍କ କଣ କଣ ଆମେ ମାନେ କୋଉ କୋଉ ୱାର୍କ ର ଅସ୍ପିସିୟସନେସ ଟା ଭଦ୍ରା ତିଥିରେ ଆସେ, ଏବଂ ସେଟା ଶୁକ୍ଳ ପକ୍ଷ ଭଦ୍ରା ତିଥି କିମ୍ବା କୃଷ୍ଣ ଭଦ୍ରା ତିଥି, ଏ ବିଷୟରେ ଜାଣିଲେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।